नमस्कार वेलकम टू माय यूट्यूब चैनल एडु ओडिशा। आशा करछि आपण माने बहुत भलो थिबे। मु विश्वजीत स्वागत करछि मो चैनल को। समस्त नववर्षर हार्दिक शुभकामना मोर आंतरिक अभिनंदन। आशा करछि ए वर्ष समस्तଙ୍କ ପାଇଁ भगवान जगन्नाथ मंगलमय करंतु। आमे माने आम जो सेक्टर अछि से क्षेत्र रे बहुत आगु बढ़ू आउ प्राय समस्तଙ୍କର भलो भलो जॉब लागू तो सेति ପାଇଁ मोर बहुत बहुत प्रार्थना प्रभु जगन्नाथଙ୍କ पाखरे। तो आज टॉपिक डिस्कशन करिया पूर्वरु कहि रखुची मोर चैनल ले यदि आपण माने नुआ आछंती तो चैनल टी को लाइक करंतु, शेयर करंतु, सब्सक्राइब करंतु। ओडिशा गवर्नमेंट रिलेटेड बहुत इंपोर्टेंट टॉपिक बा करंट जीके स्टैटिक जीके ऊपर बहुत डिस्कशन होउची। जो जो मेन टॉपिक मते लागुची कि नाही एटा दरकार एग्जाम पे मु सेगुडा कवर करूची। धन्यवाद। आगु बढ़िया टॉपिक रे देखो किछि दिन हैला इसरो बहुत लाइम लाइट रे अछि गोटे मिशन को नेकी से विषय में आगु डिस्कशन करिवा। इसरो रो जे फॉर्मर चेयरमैन अछंती तांको ना होची एस सोमनाथम। तांको अंडर रे आपण जे देखिबे बहुत इसरो रो डेवलपमेंट हेची बा विगत यदि किछि वर्ष मान भितर हमें देखिबा तो इसरो रो ओवरऑल जो आज इंडियन भाबे हमु बहुत प्राउड फील करैची। तो इसरो एबे काहेकि एबे माने गोटे चर्चार केन्द्रबिंदु पाल्टिची ता विषय आज कथा हवा। देखंतु के एस सोमनाथन को अंडर रे हमरो सक्सेस हेतिला चंद्रयान 3 मिशन। आपण माने मने थिबा आमे विगत किछि दिन तळे देखिथिले कि इंडिया बहुत लाइमलाइट रे थिला काहेकि ना आमे मून रो जो डार्क साइड थिला बा जो अंधार पट सेठी आमे लैंडिंग करथिले विक्रम रोवर द्वारा। आ ए मिशन टा बहुत ह्यूज भाबे सक्सेस हेतिला। तो एई सक्सेस को नेई इसरो आगु बढ़िथिला बा गोटे मोटिवेशन इसरो को लागिथिला। तापर हमर लॉन्च हेतिला आदित्य L1 मिशन। आदित्य L1 मिशन मध्ये इसरो पे गोटे ह्यूज सक्सेस थिला। तो एई सब भितरे ଆମେ ଯଦି ଆଗକୁ ଦେଖିବା ତ ଇସ୍ରୋ ଇଭେଣ୍ଚୁଆଲି କିଛି ନା କିଛି କରୁଛି। ଆଉ ଯାହା ବି କରୁଛି ଇଣ୍ଟରନ୍ୟାସନାଲ ମିଡିଆ ଆ ଉପରେ ବହୁତ ଫୋକସ୍ଡ ରହୁଛି। କାହିଁକି ଅତୀତରେ ଆମେ ଦେଖିଛେ ୟୁନାଇଟେଡ ଷ୍ଟେଟ ଆମେରିକା ଯେମିତି ନାସା ସେମିତି ରଷିଆ ଆଉ ଚାଇନା ପରେ ଇଣ୍ଡିଆ ଏବେ ବହୁତ ସ୍ପେସ ସେକ୍ଟରରେ ଆଗକୁ ବଢୁଛି। ତ ଚନ୍ଦ୍ରୟାନ 3 ମିଶନ ଆମ ପାଇଁ ଗୋଟେ ହ୍ୟୁଜ ସକ୍ସେସ ଥିଲା। ଚନ୍ଦ୍ରୟାନ 3 ମିଶନ ଯୋଉ ଜାଗାରେ ଲ୍ୟାଣ୍ଡିଂ କରିଥିଲା ସମସ୍ତେ ମନେ ରଖିଥିବେ ଏ ପଏଣ୍ଟ ଟା କୁହାଯାଏ ଶିବ ଶକ୍ତି ପଏଣ୍ଟ। ଆଉ ଶିବ ଶକ୍ତି ପଏଣ୍ଟ ଯୋଉଠି ବିକ୍ରମ ରୋଭର ଆମର ବାହାରିଥିଲା ଏକ୍ସାକ୍ଟ ସେଇ ପଏଣ୍ଟ ବା ଯୋଉଠି ଲ୍ୟାଣ୍ଡିଂ କରିଥିଲା ଆମର ଚନ୍ଦ୍ରୟାନ 3 ର ସ୍ପେସ କ୍ରାଫ୍ଟ ତ ସେଇ ଜାଗା କୁହାଯାଉଛି ଶିବ ଶକ୍ତି। ଆଣ୍ଡ ଦିସ୍ ଇଜ ଆକ୍ସେପ୍ଟେଡ ବାय ଅଲ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମ। ଓକେ ତ ଏଇଟା ଆମର ଆମ ଭାରତୀୟ ପାଇଁ ଗୋଟେ ବହୁତ ବଡ ସକ୍ସେସ ହେଇଥିଲା। ତ ଇସ୍ରୋ ଇଭେଣ୍ଚୁଆଲି ଯଦି ଦେଖିବା ବର୍ତ୍ତମାନ ଇସ୍ରୋ ବହୁତ ଲାଇମଲାଇଟ ରେ ରହୁଛି। ଆର ରିଜିନ ହଉଛି କଣ ନା ଏବେ ରିସେଣ୍ଟଲି ଆମର ଗୋଟେ ଟାର୍ଗେଟ ଚାଲିଥିଲା ଇସ୍ରୋର କଣ ନା ହ୍ୟୁମାନ ମାନଙ୍କୁ ସ୍ପେସ କୁ ପଠେଇବା ବା ଆମର ଆମ ନିଜର ଗୋଟେ ସ୍ପେସ ଷ୍ଟେସନ କରିବା। ତ ସେ ସ୍ପେସ ଷ୍ଟେସନ ପାଇଁ ଯୋଉ ଇଭେଣ୍ଚୁଆଲି ଯାହା ଯାହା ବି ଆମର ଦରକାର ତାକୁ କେମିତି କଣ ଇସ୍ରୋ ହ୍ୟାଣ୍ଡେଲ କରୁଛି ସେଥିପାଇଁ ପ୍ରଥମ ଷ୍ଟେପ ସେ ଆରମ୍ଭ କରିଦେଇଛି। ବା ଏଇ ମିଶନ ନା ହଉଛି କଣ ନା ସ୍ପାଡେକ୍ସ ମିଶନ। ତ ଏଇ ମିଶନ ଟା ଏବେ ବହୁତ ଭାବେ ହାଇଲାଇଟେଡ ହେଇକି ରହୁଛି। ସ୍ପାଡେକ୍ସ ମିଶନ କଣ ଆ ରିଲେଟେଡ ଆହୁରି ମଧ୍ୟ ଇନଫରମେସନ ଆମେ ଗ୍ୟାଦର କରିବା। ଦେଖ ଆମର 30 ଡିସେମ୍ବରରୁ PSLV C60 ଏଇଟା ହଉଛି ଇସ୍ରୋର ଗୋଟେ ଲଞ୍ଚ ଭେହିକିଲ ବା ଯୋଉଟା ଆମର ପୃଥିବୀର ଅର୍ବିଟ ବାହାରକୁ ନେଇଯାଏ। ଏଇଟା ବହୁତ ତଗଡା ଭେହିକିଲ ଟା। ଠିକ ଅଛି। ତ ଏ PSLV C60 ରୁ ଆମର ଲଞ୍ଚ ହେଇଥିଲା ଦିଟା ସାଟେଲାଇଟ ଆଉ ଏ ମିଶନ ର ନାଁ ଦିଆଯାଇଛି କଣ ସ୍ପାଡେକ୍ସ। ନଟ୍ ଓନ୍ଲି ଦିସ୍ ଟୁ ସାଟେଲାଇଟ ବଟ୍ ଅଲସୋ ମେନି ସାଟେଲାଇଟ ଅଲସୋ ଲଞ୍ଚ ବା ବହୁତ ସାଟେଲାଇଟ ମଧ୍ୟ ଲଞ୍ଚ ହେଇଥିଲା। କିନ୍ତୁ ପର୍ଟିକୁଲାର ଏଇ ଦିଟା ସାଟେଲାଇଟ କାହିଁକି ମାନେ ଆମର ଲାଇମଲାଇଟ ରେ ଅଛି ଏ ବିଷୟରେ ମଧ୍ୟ ଆମେ ଡିସ୍କସନ କରିବା। ତ ଦେଖନ୍ତୁ ଏଇ ଯୋଉ ମିଶନ ଲଞ୍ଚ ହେଇଥିଲା ଏଇଟା କୋଉଠି ହେଇଥିଲା ନା ସତୀଶ ଧୱନ ସ୍ପେସ ସେଣ୍ଟର ରୁ ପ୍ରଥମେ ଲଞ୍ଚ ହେଇଥିଲା। ଆଉ ଏଇ ଯୋଉ ସାଟେଲାଇଟ ଆପଣ ଦିଟା ଦେଖୁଛନ୍ତି ଏଇ ଦିଟା ହଉଛି ପୋଲାର ସାଟେଲାଇଟ। ଆଉ ଆଙ୍କ ମେନ କାମ କଣ ନା ଡକିଂ କରିବା। ଡକିଂ କଣ ଦେଖନ୍ତୁ ଯଦି ଆମେ ସ୍ପେସ ରେ ଗୋଟେ ସ୍ପେସ ଷ୍ଟେସନ ଗଠନ କରିବା ବା ଗୋଟେ ଏମିତି ପ୍ଲାଟଫର୍ମ ଗଠନ କରିବା ଯୋଉଠି ହ୍ୟୁମାନ ମାନେ ରହିପାରିବେ ସେଠି ରିସର୍ଚ୍ଚ ଡେଭଲପମେଣ୍ଟ କରିପାରିବେ। ଆପଣ ମାନେ ଜାଣିଥିବେ ସ୍ପେସ ଷ୍ଟେସନ ଆମର ଯୋଉଟା ଅଛି ସେଇଟା ହଉଛି ସବୁଠୁ ଏକ୍ସପେନ୍ସିଭ ବା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ। ସେଥିରେ ବହୁତ କଣ୍ଟ୍ରି ପଇସା ନିବେଶ କରୁଛନ୍ତି। ମୋଷ୍ଟଲି ୟୁଏସ ଆକୁ ଆର ସବୁ ଦାୟିତ୍ୱ ନେଇଛି। ତ ନାସାର ବହୁତ ବାର ରକେଟ ମଧ୍ୟ ଲଞ୍ଚ ହଉଛି ଯୋଉଠି ଆମର ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ଆପଣ ରିସେଣ୍ଟଲି ଶୁଣିଥିବେ କି ସୁନିତା ୱିଲିୟମ ସେଠି
फसी जाइथिले हैला तो तांको हेल्थ रिलेटेड किछि इश्यू होइतिला तो सेही भली माने आम इंडिया रे गोटे स्पेस स्टेशन हबो आउ से स्पेस स्टेशन रे आम इंडिया रे एस्ट्रोनॉट माने रहिबे तो सेथि पई चाइना रे मध्ये गोटे स्पेस स्टेशन अछि तो सेथि पई ଆମର ପ୍ରଥମ ପର୍ଯ୍ୟାୟର ଟେଷ୍ଟିଂ ବା ଟ୍ରାଏଲ୍ସ ଆରମ୍ଭ ହେଇଯାଇଛି ତ ଏଥିପାଇଁ ପ୍ରଥମ ପର୍ଯ୍ୟାୟ ହେଉଛି କଣ ନା ଡକିଂ ରେ କଣ ହୁଏ ସିମ୍ପଲି ବୁଝଉଛି ଯଦି ଗୋଟେ ସ୍ପେସ୍ ଷ୍ଟେସନ ଗଠନ କରିବା ତା ଗୋଟେ ଛୋଟ ୟୁନିଟ ନୁହଁ ନା ଏଇଟା ବହୁତ ବଡ ୟୁନିଟ ତ ସେଥିପାଇଁ କଣ କରାଯାଏ ନା ବାରମ୍ବାର ରକେଟ ଦ୍ଵାରା ଠିକ ଅଛି ତ ବିଭିନ୍ନ ପାର୍ଟ ସବୁ ଲଞ୍ଚ କରାଯାଏ ଆଉ ଏମାନଙ୍କୁ ପରସ୍ପର ଭିତରେ ଗୋଟେ କନେକ୍ସନ ଦିଆଯାଏ ବା ଜଏଣ୍ଟ କରାଯାଏ ଆଉ ଏଇଟା କାହାକୁ ଫଲୋ କରେ ନା ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ କୁ ଫଲୋ କରେ ଠିକ ଅଛି ତ ଏଇ ଯୋଉ ପ୍ରୋସେସ ଟା କଣ କୁହାଯାଏ ନା ଡକିଂ ର ଅର୍ଥ କଣ ନା ଦିଟା ସ୍ପେସ କ୍ରାଫ୍ଟ ପରସ୍ପର ଭିତରେ ଜଏନ ହେଇଯିବେ ଆଉ ଫଳରେ କଣ ହବ ନା ଏମିତି ଆମେ ଗୋଟେ ଗୋଟେ ଯେମିତି ଆପଣ ଲେଗୋ ଗୋଟେ ଗେମ୍ ଥିଲା ତାକୁ ଆପଣ ଜଏନ କରି ଗୋଟେ ବହୁତ ବଡ ଘର ତିଆରି କରିପାରନ୍ତି ବା ଆପଣ ଦେଖିଥିବେ ନା ସେଇଭଳି ମାନେ ବ୍ଲକ ସବୁ ଜଏନ କରାଯାଏ ତ ସେଇଭଳି ଗୋଟେ ଟେକ୍ନୋଲୋଜି ଯାହା ଦ୍ୱାରା ଛୋଟ ଛୋଟ ୟୁନିଟ ଆମେ ଲଞ୍ଚ କରି ଗୋଟେ ବଡ ମାନେ ଭେହିକିଲ ରେ ଆକୁ ଆମେ କନଭର୍ଟ କରିବା ଠିକ ଅଛି ତ ୟାକୁ କୁହାଯାଉଛି ମାନେ ଡକିଂ ଟେକ୍ନୋଲୋଜି ତ ଆ ରିଲେଟେଡ ଗୋଟେ ଛୋଟ ଭିଡିଓ ଦେଖନ୍ତୁ Standing by for contact and capture. ଏଇ ଯୋଉ ଭିଡିଓଟା We ଆପଣ are ସ୍କ୍ରିନ losing ରେ the image. ଦେଖୁଛନ୍ତି The ଠିକ ଅଛି range ଏଇଟା ଗୋଟେ is ନାସାର ଭିଡିଓ 3 ତ ଏଠି କଣ meters. ହଉଛି ନା Copy. ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ରେ ଆମର Range ଜଏନ is କରାଯାଉଛି minus କଣ ନା 0.1. ଗୋଟେ ଗୋଟେ The ସାଟେଲାଇଟ କୁ ଜଏନ target is କରାଯାଉଛି in the ଏଇଟା center. ଡକ୍ The ହେଇସାରିଲା ପରେ crosshairs କଣ ନା are ସିଏ ଆର aligned. ଗୋଟେ Copy. ପାର୍ଟ ହେଇଯିବ ତ ସମସ୍ତେ ଟିକେ ଦୟାକରି ଦେଖନ୍ତୁ କେମିତି ଜଏନ ହଉଛି ସ୍ପେସ ରେ Range is 0.1. We're standing by for ହେଲା contact. And once you get the contact and ତ ଡକିଂ ରେ କଣ ଯାଇପାରିବ ସପୋଜ ଆମେ please ଆଷ୍ଟ୍ରୋନଟ କୁ ପଠାଇବା deactivate. Once ଥରେ you ପଠେଇଲେ ସେ confirm ଡକିଂ ଦ୍ୱାରା contact, ମାନେ please ସ୍ପେସ deactivate ଷ୍ଟେସନ ରେ the ତାଙ୍କୁ pad. ଲଞ୍ଚ କରାଗଲା ଖାଦ୍ୟ ପଠେଇଲେ ଅଏଲ Copy. ପଠେଇଲେ ରିସର୍ଚ୍ଚ Contact and ସାମଗ୍ରୀ capture. ପଠେଇଲେ ତ ଇଏ Docking ସବୁ confirmed ପ୍ରୋସେସ ଆମେ at 8:29 a.m. ଟାଇମ Central ୱାଇଜ ଧୀରେ Time. ଧୀରେ 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 ଉପରକୁ ପଠେଇବା ଯାହା ଫଳରେ କଣ ହବ ନା ଆମକୁ ମାନେ ଗୋଟେ ୟୁନିଟ କୁ ଆସେମ୍ବଲ କରିବାକୁ ଇଜି ହବ ଠିକ ଅଛି Standing by for contact. ତ ଦେଖନ୍ତୁ ଏଇ ଯୋଉ ମିଶନ ଥିଲା ଇସ୍ରୋର ଗୋଟେ ହ୍ୟୁଜ ସକ୍ସେସ କହିବାକୁ ବା ଏପର୍ଯ୍ୟନ୍ତ ଆର କିଛି ରେଜଲ୍ଟ ଆସିନି ଆଶା କରୁଛି ଆଉ 2-3 ଦିନ ଭିତରେ ରେଜଲ୍ଟ ଆମକୁ ମିଳିଯିବ ଏଇଟା ଗୋଟେ ସକ୍ସେସ ମିଶନ ମୁଁ ତ 100% ସିଓର କି ଇସ୍ରୋ ନିଶ୍ଚୟ ଭାବେ ସକ୍ସେସ କରିବ ଆମେ ଇଭେଞ୍ଚୁଆଲି ଯାହା ବି ଦେଖୁଛେ ଏସ୍ ସୋମନାଥନଙ୍କ ଆସିବା ପରେ ଇସ୍ରୋ ବହୁତ ବଡ ପ୍ରଗତି କରୁଛି ଆଉ ଆମେ ସମସ୍ତେ ଭାରତ ହିସାବରେ ଏଥିପାଇଁ ବହୁତ ପ୍ରାଉଡ ଆମେ ଫିଲ୍ କରୁଛେ ତ ଠିକ ଅଛି ତ ଆଜିର ଭିଡିଓ ଏଇଠି ରଖିବା ଆପଣ ମାନଙ୍କୁ ଯଦି କିଛି ଡାଉଟ ଅଛି ତ କମେଣ୍ଟ ସେକ୍ସନ ରେ ଦେଇପାରିବେ ଯଦି ଓଡିଶା ପୋଲିସ ହଉ କିମ୍ବା ଓଡିଶା ର ଆପଣ ସିଭିଲ ସର୍ଭିସ ପାଇଁ ପ୍ରିପେୟାର ହଉଛନ୍ତି ଏଇଭଳି ଟପିକ ଆପଣ ମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ ଯେମିତି ଆମର ରହିଲା ଇସ୍ରୋର ଚେୟାରମ୍ୟାନ ରିସେଣ୍ଟ ଚେୟାରମ୍ୟାନ ତାପରେ ରହିଲା ଆମର ସ୍ପାଇଡେକ୍ସ ମିଶନ କଣ କେବେ ଲଞ୍ଚ ହେଇଥିଲା କାହିଁକି ଏଇଟା ଇମ୍ପୋର୍ଟାଣ୍ଟ ଆଉ ଯଦି କୋଶ୍ଚିନ୍ ଆଧିରେ ଆମେ ଖୋଜିବା ତ ଆହୁରି ମଧ୍ୟ କୋଶ୍ଚିନ୍ ହେଇପାରିବ ଇସ୍ରୋର ଆମର ହେଡକ୍ୱାର୍ଟର କୋଉଠି ଅଛି ଏଇଟା ଆପଣଙ୍କ ପାଇଁ ଅଛି କୋଶ୍ଚିନ୍ ଆପଣ ମାନେ ନିଶ୍ଚୟ କମେଣ୍ଟ ବକ୍ସ ରେ ଲେଖିବେ ତ ଏଇଠୁ ଆମେ ଭିଡିଓକୁ ଏଣ୍ଡ କରିବା ତ ଲାଷ୍ଟରେ ଆମର ଗୋଟେ କୋଶ୍ଚିନ୍ ଅଛି ଯେ where ସତୀଶ ଧୱନ ସ୍ପେସ୍ ସେଣ୍ଟର is situated ଓଡିଶା ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା କର୍ଣ୍ଣାଟକ ଆପଣ ନିଶ୍ଚୟ ଭାବେ ଏହାର ଆନ୍ସର କମେଣ୍ଟ ବକ୍ସ ରେ କହିବେ ଆଉ ଯୋଉମାନେ ଠିକ ଆନ୍ସର ଦେବେ ତ ସେମାନଙ୍କୁ ମୁଁ ଗୋଟେ ହାର୍ଟ ଦେଇଦେବି ଜଣା ପଡିବ କୋଉମାନେ ଠିକ ଆନ୍ସର ଦେଇଛନ୍ତି ଠିକ ଅଛି ତ ଆଜିର ଭିଡିଓ ପାଇଁ ଏତିକି ରହୁଛି ନମସ୍କାର ଜୟ ଜଗନ୍ନାଥ ଆଉ ଆପଣ ମାନଙ୍କ ଦିନ ଶୁଭରେ ଯାଉ ମଙ୍ଗଳରେ ଯାଉ ଧନ୍ୟବାଦ